ଆଉ ବାସ୍ତବରେ ଆଉ ଯେତେବେଳେ ଆମେ ଆଉ ଏ ବିଷୟକୁ ଯେତେବେଳେ ଆମେ ଟିକେ ମନେ ପକେଇବା ଆମମାନଙ୍କ ଜୀବନରେ ଆଉ ଯେତେବେଳେ ଆମେ କର୍ମମୟ ଜୀବନରେ ଆମମାନଙ୍କର ପାପକୁ ଆଉ ଆମମାନଙ୍କର ଯେତେବେଳେ ଆମେ ନିଜ କର୍ମରେ ଆମେ ପାପ କରୁଛୁ, ଦେଖିବାରେ ପାପ କରୁଛୁ, ଆମେ କହିବାରେ ପାପ କରୁଛୁ, ସେତେବେଳେ ଆମେ କଣ କରିବା? ସେ ପ୍ରଭୁଙ୍କୁ ଆମମାନଙ୍କ ଜୀବନରେ ମନେ ପକେଇବା ଉଚିତ। ହାଲେଲୁୟା, ହାଲେଲୁୟା। ଆଜି ହୁଏତ ଆଜି ଆମମାନଙ୍କ ମଧ୍ୟରେ ଆଉ ଜଗତ ମଧ୍ୟରେ ଯେତେବେଳେ ଆମେ ଆଉ ମନୁଷ୍ୟ ଭାବରେ ରହିଅଛୁ, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଜଗତକୁ ଆସିଲେ ଆଉ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ, ଆଉ ଆମମାନଙ୍କ ପାଖରେ କୌଣସି ବାଟ ନଥିଲା। ଆମମାନେ କଣ ଥିଲା? ସେଇ ସମୟରେ ଆମେ ପାପରେ ପତିତ ଥିଲୁ, କିନ୍ତୁ ପ୍ରଭୁ ଯୀଶୁ ଆଜି ଆମମାନଙ୍କ ପାଇଁ ଆଉ ସେ କଣ କଲେ? ନିଜ ଜୀବନକୁ ଦେଲେ। এই শুভ শুক্রবার দিন যাহাକି ଆମମାନେ ଆଉ ସେ ଆମ ପାଇଁ କାଲବରୀ କ୍ରୁଶରେ ନିଜ ଜୀବନକୁ ଦେଉଛନ୍ତି, ତାହା ଏକ ଆମ ପାଇଁ ଉତ୍ତମ ବିଷୟ ଅଟେ, ତାହା ଏକ ଆମ ପାଇଁ ଶୁଭ ସମ୍ବାଦ ଅଟେ, ଆଉ ତାହା ଏକ ଆମ ପାଇଁ ପବିତ୍ର ଆଉ ବିଷୟ ଅଟେ। କେମିତି ଉତ୍ତମ ବିଷୟ ଅଟେ? ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ପାପରୁ ଆଉ ଆମମାନଙ୍କୁ କାଲବରୀ କ୍ରୁଶରେ ନିଜ ଜୀବନକୁ ଦେଇ ସେ ଆମମାନଙ୍କୁ କଣ କରୁଛନ୍ତି? ଆଉ ସମସ୍ତ ଆଉ ପାପରୁ ଆମମାନଙ୍କୁ ଉଠାଇ ସେ କଣ କରି ତାଙ୍କରି ରକ୍ତରେ ଆମକୁ ପ୍ରୟୋଗ କରି ସେ ଆମମାନଙ୍କୁ ପରିତ୍ରାଣ ଦେଉଛନ୍ତି, ତାହା ଏକ ଆମ ଉତ୍ତମ ବିଷୟ ଅଟେ। ଆଉ ସେଇ ସମୟରେ ଏହା ଏକ ଆମମାନଙ୍କ ପାଇଁ ଏକ ଶୁଭ ସମ୍ବାଦ ଅଟେ ଯେ ମନୁଷ୍ୟ ଜାତି ପାଇଁ ଆଉ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସି ନିଜକୁ ବିଦୀର୍ଣ୍ଣ କରି ସେ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ଏକ ଆମ ପାଇଁ ଶୁଭ ସମ୍ବାଦ ଅଟେ। ଆଉ ଏହା ଏକ ଖ୍ରୀଷ୍ଟିଆନ ଜୀବନରେ ଯେଉଁମାନେ ପ୍ରଭୁଙ୍କୁ ପାଇଅଛନ୍ତି ତାହା ଏକ ପବିତ୍ର ଆଉ ସୁସମାଚାର। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆଉ ଏହି ସମୟରେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସେ ଆଉ ଆମମାନଙ୍କ ପାଇଁ ଏହି ଜଗତ ମଧ୍ୟରେ ସେ କାଲବରୀ କ୍ରୁଶରେ ଆଉ ସକାଳ 9 ଘଣ୍ଟା ଠାରୁ ସେ କାଲବରୀ କ୍ରୁଶରେ ତାଙ୍କୁ ସେ ବିଶ୍ୱର ସୈନ୍ୟମାନେ ତାଙ୍କୁ କ୍ରୁଶ ଉପରେ ଆଉ ତାଙ୍କୁ ଚଢ଼ାଉଛନ୍ତି। ଆଉ ସେହି ସମୟରେ କେତେ କରୋନା ପ୍ରହାର, କେତେ ପରିହାସ, କେତେ ଥଟ୍ଟା, ତାଙ୍କୁ କଣ୍ଟା ମୁକୁଟ ପିନ୍ଧା ଯାଉଛି, ତାଙ୍କୁ କରୋନା ପ୍ରହାର କରାଯାଉଛି କେବଳ ସେଇ ମନୁଷ୍ୟମାନଙ୍କୁ ସେ ଉଦ୍ଧାର କରିବା ପାଇଁ। ହାଲେଲୁୟା, ହାଲେଲୁୟା। କେବଳ ଆପଣମାନଙ୍କର ପାପକୁ ସେ ଉଦ୍ଧାର କରିବା ପାଇଁ ସେ କେତେ କଣ୍ଟା ପ୍ରହାର, କେତେ ସେମାନଙ୍କ କଷ୍ଟ ସହୁଛନ୍ତି। ଆଉ ସେହି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସେ ଜଗତ ମଧ୍ୟରେ ଆଉ ଆମମାନଙ୍କ ପାଇଁ ଆଉ ତାଙ୍କର ସନ୍ତାନ ମାନଙ୍କ ପାଇଁ ଯେଉଁ ବାଣୀ ଆଜି ଆମମାନଙ୍କୁ କହୁଛନ୍ତି କ୍ରୁଶ ଉପରେ ଥାଇ, ତାହା ଆମେ ସମସ୍ତେ ଜାଣିଅଛୁ। ହେଲେ ବି ମୁଁ ସମସ୍ତେ ଯେଉଁ ସପ୍ତ ବାଣୀ ଆଜି ଆମକୁ କହିଅଛନ୍ତି ସେ ସପ୍ତ ବାଣୀ ଆଉ ଗୋଟେ ଗୋଟେ କରି ମୁଁ ପଢୁଛି, ଆପଣମାନେ ମନେ ରଖନ୍ତୁ। ତତ୍ମଧ୍ୟରୁ ଆମେ ଗୋଟିଏ ବାଣୀ ଆଉ ଆମେ ଆଲୋଚନା କରିବା। ହାଲେଲୁୟା, ହାଲେଲୁୟା। ଆମେ ସବୁ ବ୍ୟସ୍ତ ହେବାନି, ଅଳ୍ପ ସମୟ ମଧ୍ୟରେ ଆମେ ସମସ୍ତ ବିଷୟକୁ ସାରିବା। ଆଉ ପ୍ରଥମ ବାଣୀ ସେ କହୁଛନ୍ତି, ହେ ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ଆଉ ଦ୍ୱିତୀୟ ବାଣୀ ଅଛି, ଆମେ ମନେ ରଖିବା ପାଇଁ ମୁଁ ପଢୁଅଛି ଖାଲି। ଆଉ ଆମେ ତୁମକୁ ସତ୍ୟ କହୁଛୁ, ଆଜି ତୁମେ ମୋହର ସଙ୍ଗେ ପାରଦେଶରେ ରହିବ। ଆଉ ତୃତୀୟରେ କହୁଛନ୍ତି, ଗୋ ନାରୀ ଦେଖ ତୁମ୍ଭର ପୁତ୍ର, ଦେଖ ତୁମ୍ଭର ମାତା। ଆଉ ଚତୁର୍ଥ ବାଣୀ ଏହା ଥିଲା ଯେ ଏଲି ଏଲି ଲାମା ସବକ୍ତାନି, ଅର୍ଥାତ୍ ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର ମତେ କାହିଁକି ପରିତ୍ୟାଗ କଲ। ଆଉ ପଞ୍ଚମରେ ପ୍ରଭୁ ଯୀଶୁ କହୁଛନ୍ତି ମତେ ଶୋଷ ହେଉଅଛି। ଆଉ ଷଷ୍ଠରେ କହୁଛନ୍ତି ସମାପ୍ତ ହେଲା। ଆଉ ସପ୍ତମ ବାଣୀ କହୁଛନ୍ତି, ହେ ପିତା ମୁଁ ତୁମ୍ଭର ହସ୍ତରେ ଆପଣା ସମର୍ପଣ କରୁଛି। ହାଲେଲୁୟା, ହାଲେଲୁୟା। ମୋର ପ୍ରିୟ ବାପା ଭାଇ ଭଉଣୀମାନେ, ଆମେ ଜଗତ ମଧ୍ୟରେ ଆଉ ଅନେକ ଅସ୍ତବ୍ୟସ୍ତ ହେଉଅଛୁ, କିନ୍ତୁ ପ୍ରଭୁ ଯୀଶୁ ସେଇ କ୍ରୁଶ ଉପରେ ଥାଇ ଏହି ବାଣୀ ଆଜି ଆମମାନଙ୍କୁ ଦେଉଅଛନ୍ତି। ଆଉ ସେ ପ୍ରଥମ ବାଣୀ ଆଜି ଆମେ ଦେଖିବା। ଆଉ ଲୁକ ଲିଖିତ ସୁସମାଚାର ତାର 23 ପର୍ବ 34 ପଦ। हालेलुया, हालेलुया, हालेलुया। ए सुंदर विषय आ प्रभु यीशु ख्रीष्ट से क्रूस ଉପରେ ଥାଇ କହୁଛନ୍ତି। ଆଉ କଣ କହୁଛନ୍ତି? ସେତେବେଳେ ଯୀଶୁ କହିଲେ, ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାଙ୍କ ବସ୍ତ୍ର ସବୁ ଭାଗ କରିବା ନିମନ୍ତେ ବଳି ବାଣ୍ଟ କଲେ।
ମୋର ପ୍ରିୟର ବାପା ଭାଇ ଭଉଣୀମାନେ ଆଉ ପ୍ରଭୁ ଯୀଶୁ ଆଉ କହୁଛନ୍ତି ପିତ ଏମାନଙ୍କୁ କ୍ଷମା କର। କେତେ ମହାନ ବିଷୟ ଅଟେ ଏହା। ଆମେ ଥରେ ଚିନ୍ତା କରିବାକୁ ଯିବା ଆଉ ପ୍ରଭୁ ଯୀଶୁ କହୁଛନ୍ତି କ୍ଷମାର ବାଣୀ ଆଜି ଏମାନଙ୍କୁ ଦେଇଅଛନ୍ତି। ଆଉ ପ୍ରକୃତରେ ଦେଖିବାକୁ ଗଲେ ଆଉ ପ୍ରଭୁଙ୍କର କ୍ରୁଶ ମୃତ୍ୟୁ ଏକ ଚମତ୍କାର ଏବଂ ଆଶ୍ଚର୍ଯ୍ୟ ଆଉ ପୃଥିବୀ ପାଇଁ ଅଟେ। କାରଣ ପୃଥିବୀରେ କୌଣସି ବ୍ୟକ୍ତି ନାହାନ୍ତି ଯିଏ ଆଉ ସମଗ୍ର ମାନବ ଜାତି ପାଇଁ ସେ ନିଜ ଜୀବନକୁ ଦେଇଥିଲେ। ଆଉ ପ୍ରଭୁ ଯୀଶୁ ଏକମାତ୍ର ଅଟନ୍ତି ସେ ନିଜ ଜୀବନକୁ ଆମମାନଙ୍କ ପାଇଁ ସେ ଜଗତ ପାଇଁ ସେ ପ୍ରାୟଶ୍ଚିତ କରିଛନ୍ତି। ଆଉ ପ୍ରଭୁ ଯୀଶୁ କହୁଛନ୍ତି କ୍ଷମା କର ଆଉ ଏମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ଆଉ ଯେତେବେଳେ ଆଉ ସୈନ୍ୟମାନେ ଆଉ ସେତେବେଳେ ଯୀଶୁଙ୍କୁ ଆଉ ସେ ନେଉଛନ୍ତି ଆଉ କ୍ରୁଶ ଉପରେ ନେବା ପାଇଁ ସେମାନେ ପ୍ରଭୁଙ୍କୁ ଆଉ କେବଳ ସେ ମନୁଷ୍ୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଯେତେବେଳେ ଆଉ ସେ ଆମର ପାପ ପାଇଁ ଆଉ ପ୍ରଭୁ ଯୀଶୁ ପିତା ଯେତେବେଳେ ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କୁ ଜଗତକୁ ପଠେଇଥିଲେ ଆମମାନଙ୍କର ପାପରୁ ଉଦ୍ଧାର କରିବା ପାଇଁ। ଆଉ ସେଇ ସମୟରେ କଣ କରୁଛନ୍ତି ଯେତେବେଳେ ବିଗତ ଆଉ କହୁଛନ୍ତି ଲୋକମାନେ କହୁଛନ୍ତି ଆଉ ଯୀଶୁଙ୍କୁ କ୍ରୁଶରେ ଚଢାଅ। ଯୀଶୁ ସେତେବେଳେ ନମ୍ର ହୋଇ ରହୁଛନ୍ତି, ନିଜକୁ ନମ୍ର କରୁଛନ୍ତି। ଆଉ ସେ ଜାଣିଅଛନ୍ତି ପିତାଙ୍କର ଇଚ୍ଛା ଆଉ ସେ ମନୁଷ୍ୟ ମାନଙ୍କ ନିମନ୍ତେ ଆଉ ସେ ନିଜକୁ ସମର୍ପିତ କରିବାକୁ ଯାଉଛନ୍ତି, ନିଜ ଜୀବନକୁ ଦେବାକୁ ଯାଉଛନ୍ତି। ଆଉ ସେ କେବଳ ପିତାଙ୍କର ଇଚ୍ଛାକୁ ସାଧନ କରିବା ପାଇଁ ଆଉ ସେ ଯେତେବେଳେ ରମ୍ୟ ସୈନ୍ୟମାନେ ଆଉ ପ୍ରଭୁ ଯୀଶୁଙ୍କୁ ସେମାନେ କ୍ରୁଶ ବୁହାଇ ସେମାନେ ସେଇ ପାହାଡ଼କୁ ନେଇକି ଯାଉଅଛନ୍ତି। ଆଉ ସେଇ ସମୟରେ ନେଲା ପରେ ସେମାନେ କଣ କରୁଛନ୍ତି ଯୀଶୁଙ୍କୁ କ୍ରୁଶ ଉପରେ ଚଢାଉଛନ୍ତି। ଆଉ ଯୀଶୁ ସେତେବେଳେ କହୁଛନ୍ତି ପ୍ରଭୁ ପିତା ଏମାନଙ୍କୁ କ୍ଷମା କର। ସେ ପିତା ଏମାନଙ୍କୁ କ୍ଷମା କର ଅର୍ଥାତ୍ ସେଇ କ୍ଷମା ଯୀଶୁ ଖ୍ରୀଷ୍ଟ ପିତାଙ୍କ ନିକଟରେ ଯେଉଁ କ୍ଷମାର ଆଉ ପ୍ରାର୍ଥନା କରୁଅଛନ୍ତି ଆଜି ହୁଏତ ଆମମାନଙ୍କ ଜୀବନରେ ସେ କ୍ଷମା ଆଉ ଆଜି ଅଛି କି ନାହିଁ ଆମମାନଙ୍କ ଜୀବନରେ। ପ୍ରକୃତରେ ମୋର ପ୍ରିୟର ବାପା ଭାଇ ଭଉଣୀ ମାନେ ଯୀଶୁ କେତେ କଷ୍ଟ ପାଇଛନ୍ତି ଆମ ପାଇଁ। ଆଉ ସେ କେତେ କଡ଼ା ପ୍ରହାର ସହିଲେ, କେତେ ଆଉ ସେ ନିନ୍ଦା ଅପମାନ ଥଟ୍ଟା ପରିହାସ କେବଳ ଆମ ସମଗ୍ର ମାନବ ଜାତି ପାଇଁ ସେ ସହି ଅଛନ୍ତି। ଆଉ ସେଇ ସମୟରେ ଯଦି ଆମେ ଯଦି ଚିନ୍ତା କରିବା ପ୍ରଭୁ ଯୀଶୁ ଯେତେବେଳେ ଜଗତ ମଧ୍ୟରେ ଥିଲେ ସେ ଅନେକ ମହାନ କାର୍ଯ୍ୟ କରିଅଛନ୍ତି, ଅନେକ ବଡ଼ ବଡ଼ କାର୍ଯ୍ୟ କରିଅଛନ୍ତି। ମୃତ୍ୟୁ ମାନଙ୍କୁ ଉଠାଇଅଛନ୍ତି, ଆଉ ଅନ୍ଧକୁ ସୁସ୍ଥ କରିଅଛନ୍ତି, ଆଉ ସେ ଚାଲି ପାରୁନଥିବା ଲୋକକୁ ସେ ଚଲାଉଛନ୍ତି, ଆଉ ସେ ବଡ଼ ବଡ଼ ରୋଗରୁ ଲୋକମାନଙ୍କୁ ସୁସ୍ଥ କରୁଅଛନ୍ତି। ଆଉ ଯୀଶୁ ଯଦି ଚାହିଁଥିଲେ ସେତେବେଳେ କହିଥାନ୍ତେ ମୁଁ ତ ଏତେ ବଡ଼ ବଡ଼ ସବୁ ବିଷୟ କରିଅଛି ଜଗତ ମଧ୍ୟରେ, ଆଉ ମୁଁ କଣ ପାଇଁ ଆଜି ଆଉ ମନୁଷ୍ୟ ଜଗତ ପାଇଁ ମୁଁ ଆଜି ନିଜ ଜୀବନକୁ ଦେବି। ଆଉ ସେଇ ପ୍ରିୟ ପ୍ରଭୁ ଯୀଶୁ କେବଳ ତାଙ୍କରି ସେ ମହାନ ପ୍ରେମକୁ ପ୍ରକାଶ କରୁଅଛନ୍ତି ଜଗତ ମଧ୍ୟରେ। ଆଉ ସେ ନିଜକୁ ନମ୍ର କରୁଅଛନ୍ତି। ଆଉ ଯେଉଁମାନେ ଆଉ ଯୀଶୁକୁ ସେମାନେ କଣ କରୁଅଛନ୍ତି ଆଉ ଏତେ କଷ୍ଟ ଦେଉଅଛନ୍ତି, ଆଉ ଯିଏ ଯୋଉ ପ୍ରଭୁ ଯୀଶୁ ଜଗତ ପାଇଁ ଆଉ ନିଜ ଜୀବନକୁ ଦେଉଛନ୍ତି ସେଇ ପ୍ରଭୁ ଯୀଶୁଙ୍କୁ ସେମାନେ ଚିହ୍ନୁ ନାହାନ୍ତି। ଆଉ ସେମାନେ ବିଦ୍ରୋହ କରି ସେମାନେ ଯୀଶୁଙ୍କ ଉପରକୁ ଆଉ ଅଙ୍ଗୁଳି କରୁଛନ୍ତି। ହାଲେଲୁୟା ହାଲେଲୁୟା। ମୋର ପ୍ରିୟ ବାପା ଭାଇ ଭଉଣୀ ମାନେ ଆଉ ଯୀଶୁଙ୍କ ପାଖରେ ଯେତେବେଳେ ଆମେ ଯୀଶୁଙ୍କର ଆଉ ସେଇ ଆମେ ପାଇଅଛୁ ମହାନ ବାକ୍ୟକୁ ପାଇଅଛୁ ଯୀଶୁଙ୍କୁ ଆଉ ତାଙ୍କରି ସେଇ ଆଉ ଆଦର୍ଶରେ ଯେତେବେଳେ ଆମେ ଚାଲିଅଛୁ ଆଉ ଆମମାନଙ୍କ ଜୀବନରେ ସେଇ କ୍ଷମାର କରିବାର ଜୀବନ ରହିବା ଦରକାର। ଆଉ ଯେଉଁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଯେଉଁ ପ୍ରେମ ଆଉ ଶିଖେଇ ଅଛନ୍ତି ସେଇ ପ୍ରେମ କରିବାର ଆଉ ଜୀବନ ଆମମାନଙ୍କ ମଧ୍ୟରେ ରହିବା ଦରକାର। ଆଜି ଆମେ କେତେ ଜଣ ଆଉ ପ୍ରଭୁ ଯୀଶୁଙ୍କୁ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଯେତେବେଳେ କ୍ଷମା ପ୍ରାର୍ଥନା କରୁଛନ୍ତି ପିତା ଏମାନଙ୍କୁ କ୍ଷମା କର, ଏମାନେ କଣ କରୁଅଛନ୍ତି ଆଉ ଜଗତ ମଧ୍ୟରେ ସେମାନେ ଜାଣନ୍ତି ନାହିଁ। ଆଉ ଆଜି ଆମେ ଯେତେବେଳେ ଯୀଶୁଙ୍କୁ ପାଇଅଛୁ ଆଉ ଜଗତ ମଧ୍ୟରେ ଆଜି ଆମେ କଣ କରୁଅଛୁ ଆଉ ଯେତେବେଳେ ଆମଙ୍କ ଜୀବନ ଆମେ ଚିନ୍ତା କରିବା ଆଉ ସେତେବେଳେ ପ୍ରଭୁଙ୍କୁ ଆମେ କ୍ଷମା ମାଗିବା। ଆଉ ପ୍ରଭୁ ଏଇ ସମୟରେ ଆମେ କ୍ଷମା ମାଗୁଛୁ ଆଉ ଆମକୁ ନମ୍ର ଜୀବନ ଦିଅ, ତୁମେ ଯେଉଁ ପ୍ରେମର ଜୀବନ ଆମକୁ ଶିଖେଇଅଛ ସେଇ ପ୍ରେମର ଜୀବନରେ କାଟିବା ପାଇଁ ଆମକୁ ତୁମେ ଶକ୍ତି ଦିଅ ବୋଲି ଆମେ ଯେତେବେଳେ ପ୍ରାର୍ଥନା ନ କରିବା, ନିଜକୁ ଆମେ ଯେତେବେଳେ ନମ୍ର ନ କରିବା ଆଉ ସେଇ ସମୟ ପର୍ଯ୍ୟନ୍ତ ପ୍ରଭୁ ଆମମାନଙ୍କର ପାପ କ୍ଷମା ହେଇପାରିବନି। ହାଲେଲୁୟା
ହାଲେଲୁୟା ହାଲେଲୁୟା। ସେହିପରି ଆଉ ପ୍ରଭୁ ଯୀଶୁ ଚାହାନ୍ତି ଆଉ ଯେତେବେଳେ ଆମମାନେ ଆଉ ପ୍ରଭୁଙ୍କ ସହିତ ତାଙ୍କରି ବାକ୍ୟରେ ଆମେ ଯେତେବେଳେ ଅନୁଗମନ କରୁଅଛୁ, ତାଙ୍କରି ପ୍ରେମରେ ଯେତେବେଳେ ଆମେ ଚାଲୁଅଛୁ, ପ୍ରଭୁଙ୍କର ବାକ୍ୟରେ ଯେତେବେଳେ ଆମେ ଶିଖୁଅଛୁ, ଆଉ ସେତେବେଳେ ଆମମାନେ ପ୍ରଭୁଙ୍କର ବାକ୍ୟକୁ ଆମମାନଙ୍କ ଅନ୍ତଃକରଣରେ ରଖି ଆମଙ୍କର ଜୀବନର ଚଲା ବାଟରେ ଆମଙ୍କର ପରିବାରରେ ହେଉ, ଆମଙ୍କର ମଣ୍ଡଳୀରେ ହେଉ, ଆମଙ୍କର ସମାଜରେ ହେଉ, ସବୁବେଳେ ଆମେ ସଦା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଦର୍ଶ ପ୍ରେମ ଓ କ୍ଷମାକୁ ନେଇ ଆମେ ଚାଲିବା ଦରକାର। ହାଲେଲୁୟା ହାଲେଲୁୟା ହାଲେଲୁୟା। ଆଉ এই ସମୟରେ ଆମେ ଗୋଟେ ଛୋଟ ଆଉ ବିଷୟ ଦେଖିବା। ଏଫେସୀୟ 4:26 ପଦରେ ଲେଖାଯାଏ, ଆଉ ଏଠାରେ ଏପରି ଲେଖାଯାଏ, ଆଉ କ୍ରୋଧ ହେଲେ ପାପ କର ନାହିଁ, ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର। ସୁନ୍ଦର ବିଷୟ ଲେଖାଯାଇଛି, ସୂର୍ଯ୍ୟ ଅସ୍ତ ନ ହେଉଣୁ ଆମେ କଣ କରିବା? କ୍ଷମା କରିବା। ଆଉ ବିଷୟକୁ ଆମେ ଦେଖୁଅଛୁ, କ୍ରୋଧ ପରିତ୍ୟାଗ କରିବା ବିଷୟକୁ ଆମେ ଦେଖୁଅଛୁ। ଏଇ ସୁନ୍ଦର ବାକ୍ୟରେ ପ୍ରଭୁ ଯୀଶୁ ଆଜି ଆମମାନଙ୍କୁ କହୁଅଛନ୍ତି। ଆଉ ଯେତେବେଳେ ଆମେ ଏଇ ଜଗତ ମଧ୍ୟରେ ବଞ୍ଚୁଅଛୁ, ଆଉ ଆମମାନଙ୍କ ପରିବାରରେ ହୁଏତ ଆଜି ଆମେ ନିଜେ ଥରେ ଚିନ୍ତା କରିବା, ଆମେ ଆମଙ୍କର ବନ୍ଧୁକୁ ଆମେ କେତେ କ୍ଷମା କରିଅଛୁ। ଆଜି ଆମମାନଙ୍କ ପରିବାରରେ ଅନେକ ବିଷୟ ଘଟିଅଛି, ଆମମାନଙ୍କ ସମାଜରେ ଅନେକ ବିଷୟ ଘଟିଅଛି, ଆଉ ଆମମାନଙ୍କ ପରିବାର ମଧ୍ୟ ଅନେକ ବିଶୃଙ୍ଖଳା ଆସୁଅଛି। ଆମମାନଙ୍କ ପରିବାରରେ ଅନେକ ଆମମାନଙ୍କ ସାହି ପଡ଼ିଶାରେ ଆମମାନଙ୍କ ଯିଏ ଟିକେ ଭଲରେ ରହିଲେ ଆଉ ସେ ବିଷୟକୁ କେହି ସହିପାରନ୍ତି ନାହିଁ। ଅନେକ ବିଷୟ ଅଶାନ୍ତିର ବାତାବରଣ ସୃଷ୍ଟି ବିଷୟ ମଧ୍ୟରେ ଅନେକ ଲୋକ ଆପଣମାନଙ୍କୁ ଇଙ୍ଗିତ କରି କୁହନ୍ତି, ଆପଣ ଶତ୍ରୁମାନେ ଅନେକ ବିଷୟ ଆପଣଙ୍କ ପାଇଁ ଫାନ୍ଦ କରନ୍ତି। କିନ୍ତୁ ଆଜି ଖ୍ରୀଷ୍ଟିଆନ ହୋଇ ଆଜି କେତେ ଜଣଙ୍କୁ ଆମେ କ୍ଷମା କରିଛୁ, କେତେ ଜଣଙ୍କୁ ଆମେ ଆଜି ପ୍ରେମ କରିଛୁ, ଆଉ କେତେ ଜଣଙ୍କୁ ଆଜି ଆମେ ପ୍ରାର୍ଥନାରେ ସ୍ମରଣ କରିଛୁ। ଏହା ଆଜି ଆମେ ଚିନ୍ତା କରିବାର ବିଷୟ ଅଟେ। ଯେତେବେଳେ ସ୍ତିଫାନ ଆଉ ପ୍ରେରିତ 7:60 ପଦରେ ଲେଖାଯାଏ, ଆଉ ଯେତେବେଳେ ସ୍ତିଫାନକୁ ବିଦ୍ରୋହୀ ଲୋକମାନେ ଯେତେବେଳେ ପଥର ଫୋପାଡ଼ି ମାରୁଅଛନ୍ତି, ଆଉ ସେ ସେତେବେଳେ କହୁଅଛନ୍ତି, ପିତା ଏମାନଙ୍କୁ କ୍ଷମା କର, ଏମାନେ କଣ କରୁଛନ୍ତି ଜାଣି ପାରନ୍ତି ନାହିଁ। ଆମେ ଦେଖିବା ଆଉ ପ୍ରେରିତ 7:60 ପଦରେ ଲେଖାଯାଏ, ପୁଣି ସେ ଆଣ୍ଠେଇ ପଡ଼ି ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ଆଉ ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ। ଆଉ ତା ପୂର୍ବରୁ ଯଦି ଆମେ ଥରେ ଟିକେ ଦେଖିବା, ଆଉ ଯେତେବେଳେ ସ୍ତିଫାନ ଆଉ ସେ ପ୍ରଭୁଙ୍କର ବାକ୍ୟକୁ ପ୍ରଚାର କରୁଅଛନ୍ତି, ଆଉ ସେଇ ନଗରର ଲୋକମାନେ କଣ କରୁଛନ୍ତି? ଆଉ ସେ ପ୍ରଭୁଙ୍କର ମହାନ ବିଷୟ କରୁଅଛନ୍ତି, ପବିତ୍ର ଆତ୍ମାରେ ଭରି ପରିପୂର୍ଣ୍ଣ ହେଇ ଅନେକ ବିଷୟ ସେ ବଡ଼ ବଡ଼ କାର୍ଯ୍ୟ କରୁଅଛନ୍ତି। ଆଉ ସେଇ ସମୟରେ ନଗରର ଲୋକମାନେ କଣ କରୁଅଛନ୍ତି? ଆଉ ନିଜ ଭିତରେ ଆଉ ସେମାନେ କହୁଅଛନ୍ତି, ଏଇ ଲୋକ ଏଇ ବିଷୟ କରୁଛି, ସେ ବିଷୟ କରୁଛି ବୋଲି ସେମାନେ ଆଉ ଯୁକ୍ତି ବାଢୁଛନ୍ତି। ଆଉ ଶେଷରେ ସ୍ତିଫାନକୁ ସେମାନେ ମାରିବାକୁ ପଥର ଫୋପାଡୁଛନ୍ତି। ହାଲେଲୁୟା ହାଲେଲୁୟା। ଆଉ ସେ ସମୟରେ ଯେତେବେଳେ ସ୍ତିଫାନ ଆଉ ପ୍ରଭୁ ଯୀଶୁଙ୍କ ବାକ୍ୟରେ ସେ ଅନୁସରଣ କରୁଛନ୍ତି, ଆଉ ପ୍ରଭୁ ଯୀଶୁଙ୍କ ବାକ୍ୟରେ ସେ ଚାଲୁଅଛନ୍ତି, ପ୍ରଭୁ ଶିଖାଇଥିବା ଆଦର୍ଶ ସେ ବଢୁଛନ୍ତି, ଅନ୍ୟମାନଙ୍କୁ କ୍ଷମା କରିବାର ସେ ଜାଣିଅଛନ୍ତି, ଆଉ ଅନ୍ୟମାନଙ୍କୁ ସେ ପ୍ରେମ କରିବାର ବିଷୟ ଜାଣିଅଛନ୍ତି। ଆଉ ଏହି ସମୟରେ ଆଉ ସେ କହୁଛନ୍ତି, ପିତା ଏମାନଙ୍କୁ କ୍ଷମା କର, ଏମାନଙ୍କ ଯେଉଁ କର୍ମ କରୁଛନ୍ତି ସେମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ, ତାଙ୍କ ପାପକୁ ସେମାନଙ୍କର କର୍ମକୁ ପ୍ରଭୁ ତୁମେ ଗଣନା କର ନାହିଁ ବୋଲି ସେ ପ୍ରାର୍ଥନା କରୁଛନ୍ତି। ହାଲେଲୁୟା ହାଲେଲୁୟା ହାଲେଲୁୟା। ଆଜି ହୁଏତ এই জগৎ ମଧ୍ୟରେ ଆମେ ବସୁଅଛୁ, ଆମମାନଙ୍କ କର୍ମ ଜୀବନରେ ଆମମାନଙ୍କ ଦେଖିବା ଚାହିଁବା ଚିନ୍ତା କରିବାରେ ଆମେ ଯେତେବେଳେ ଆମେ ଗୋଟିଏ ସ୍ଥାନରେ ସମାବେତ ହୋଇ ବସିଅଛୁ, ଅନ୍ୟମାନଙ୍କ ବିଷୟରେ ଆମେ ବସଚା କରୁଅଛୁ, ଅନେକମାନଙ୍କ ବିଷୟରେ ଆମେ ଆଉ ଅନେକ ବିଷୟ ଚିନ୍ତା କରୁଛୁ, ମନ୍ଦ ବିଷୟ ଚିନ୍ତା କରୁଛୁ, ଅନ୍ୟ ବିଷୟରେ ଆମେ ଆଙ୍ଗୁଳି କରି କଥାବାର୍ତ୍ତା କରୁଛୁ। କିନ୍ତୁ ଏହି ସମୟରେ ଯୀଶୁ ଆଜି ଆମମାନଙ୍କୁ ଗୋଟେ ବିଷୟ କରୁଛନ୍ତି, ଆଉ କ୍ଷମାର ବାଣୀ ସେ ଆଜି ଆମମାନଙ୍କୁ ଦେଇଅଛନ୍ତି। ଆଉ ସେ କ୍ଷମାର ବାଣୀ ଦେଇଅଛନ୍ତି ଯେ ଆମମାନଙ୍କୁ ତୁମେ ଯେତେବେଳେ ମୋ ବିଷୟରେ ଜାଣିଛ, ମୋ ଆଉ ବାକ୍ୟରେ ତୁମେ ଚାଲୁଛ, ମୋ ଆଦର୍ଶରେ ତୁମେ ଚାଲୁଅଛ, ମୁଁ ଯେମିତି ସଦା ପ୍ରଭୁଙ୍କ ଠାରେ ଆଉ ନମ୍ର ହୋଇ ଚାଲୁଅଥିଲି, ଆଉ ତୁମେ ମଧ୍ୟ ମତେ ପାଇଅଛ, ମାନେ ତୁମେ ମତେ ପାଇଅଛ, ଆଉ ମୋ ବାକ୍ୟରେ ତୁମେ ଆଉ ଅନୁସରଣ କରିବା ଦରକାର। ହାଲେଲୁୟା ହାଲେଲୁୟା। ଏହି ସମୟରେ ଆମେ ଜଗତ ମଧ୍ୟରେ ଆଉ ହୁଏତ ଆମେ ବାପା ବିଷୟରେ ଆମେ
ଅନେକ ପାପ ଝଗଡ଼ା ହେଇଥାଏ, ଅନେକ ସମସ୍ୟା ହେଇଥାଏ, ଆମେ କ୍ଷମା ଦେଇ ନଥିବା। ବାପା ପିଲାମାନଙ୍କୁ କ୍ଷମା ଦେଇ ନଥିବେ, ସାଙ୍ଗମାନଙ୍କୁ କ୍ଷମା ଦେଇ ନଥିବେ, ବନ୍ଧୁମାନଙ୍କୁ କ୍ଷମା ଦେଇ ନଥିବେ, ଆମେ ପାଖ ପଡ଼ିଶା ଲୋକମାନଙ୍କୁ ଆମେ କ୍ଷମା ଦେଇ ନଥିବା, ତାଙ୍କ ପାଇଁ ପ୍ରାର୍ଥନା କରିନଥିବା, ଆଉ ତାଙ୍କୁ ପ୍ରେମରେ କଥାବାର୍ତ୍ତା ହେଇନଥିବା। କିନ୍ତୁ ଯୀଶୁ ଆଜି ଆମକୁ କହୁଛନ୍ତି, ସେ କ୍ଷମା ବିଷୟରେ କହୁଛନ୍ତି, ଆଉ ପ୍ରାର୍ଥନାରେ ସେ ସ୍ମରଣ କରୁଛନ୍ତି, ପିତା ଏମାନଙ୍କୁ କ୍ଷମା କର, ଏମାନେ କଣ କରୁଛନ୍ତି ଜାଣିନାହାନ୍ତି। ଏ ବିଷୟରେ ଆଉ ମୁଁ କହିବାକୁ ଚାହେଁ ମୋର ପ୍ରିୟ ବାପା ଭାଇ ଭଉଣୀ ମାନେ, ଆଜି ଯଦି ମଣ୍ଡଳୀ ମଧ୍ୟରେ ଆମେ ଉପସ୍ଥିତ ଅଛୁ, ଆଜି ପ୍ରଭୁଙ୍କୁ ଯଦି ଆମେ ଜାଣିଅଛୁ, ଆଜି ଆମମାନଙ୍କ ଜୀବନରେ ଆମେ ନିଜକୁ ପ୍ରଶ୍ନ କରିବା, ଆଜି ଆମେ କେତେ ଜଣଙ୍କୁ ଆମେ କ୍ଷମା ଦେଇଅଛୁ। ଆମେ ଆଜି ଆମଙ୍କ ବିଷୟରେ ଯେଉଁମାନେ ଆଉ ବସସ୍ଥା କରୁଛନ୍ତି, ଯେଉଁମାନେ ଆଉ ଶତ୍ରୁମାନେ ଆମମାନଙ୍କ ଉପରେ ଅଛନ୍ତି, ଆମେ ତାଙ୍କ ପାଇଁ ଆମେ କେତେ ଥର ଆଜି ପ୍ରାର୍ଥନା କରିଅଛୁ। ଆଉ ଯେଉଁମାନେ ଆଜି ଆମମାନଙ୍କ କଥା ଅନେକ ବିଷୟରେ ସେମାନେ କହୁଛନ୍ତି, ତାଙ୍କ ପାଇଁ ଆମେ କେତେ ଜଣ ଆଜି ଆମେ ପ୍ରାର୍ଥନା କରୁଛୁ। ଆମେ ନିଜକୁ ପ୍ରଶ୍ନ କରିବା, କାରଣ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ଏତେ ପ୍ରେମ କଲେ ଯେ ସେ ଆଉ ଆମ ପାଇଁ ସେ କାଲବରୀ କ୍ରୁଶରେ ନିଜ ଜୀବନକୁ ଦେଇଅଛନ୍ତି, କେବଳ ଆମମାନଙ୍କର ପାପକୁ ପରିତ୍ରାଣ ଦେବା ପାଇଁ, ଆମକୁ ସେଇ ଅନନ୍ତ ନର୍କ ଆଉ ଅନନ୍ତ ଅଗ୍ନିକୁଣ୍ଡରୁ ସେ ଆମମାନଙ୍କୁ ଆଉ ଉଦ୍ଧାର କରିବା ପାଇଁ, ଆମର ସେଇ ପାପରେ କେମିତି ପତିତ ନ ହଉ, ଆଉ ସେଇ ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ସେ ନିଜ ରକ୍ତକୁ ବୁହାଇ ସେ ସମସ୍ତ ମାନବ ଜାତିକୁ ସେ ପାପରୁ ମୁକ୍ତ କରିବା ପାଇଁ ସେ ନିଜ ଜୀବନକୁ କ୍ରୁଶରେ ଦେଲେ। କେତେ କରୋନା ପ୍ରହାର, କେତେ ସେ କଣ୍ଟା ଆଉ ସେଦିନ ରକ୍ତ ଛାଇ ସେ ଆମକୁ କେବଳ ଉଦ୍ଧାର କରିବା ପାଇଁ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ପ୍ରାର୍ଥନା କରୁଅଛନ୍ତି। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆଜି ମୋର ପ୍ରିୟ ବାପା ଭଉଣୀ ମାନେ, ଆଉ ଏଇ ବିଷୟ ଆଉ ଅତି ଛୋଟ ହେଲେ ମଧ୍ୟ ଆମମାନଙ୍କ ଜୀବନରେ ଗୋଟେ ଚିନ୍ତା କରିବାର ବିଷୟଟେ, ଆଉ ଆମମାନଙ୍କ ଅନ୍ତର ଆମେ ପ୍ରଶ୍ନର ଗୋଟେ ପ୍ରଶ୍ନବାଚୀ ହେବା ଉଚିତ। ଆଉ ଜଗତ ମଧ୍ୟରେ ଆଜି ଆମେ କେତେ ଜଣଙ୍କୁ ଆମେ କ୍ଷମା କରୁଛୁ, ଆମଙ୍କ ଜୀବନରେ ଆମେ କେତେ ଜଣଙ୍କୁ କ୍ଷମା କରିଛୁ, ଆମେ କେତେ ଜଣ ଅନ୍ୟମାନଙ୍କ ପାଇଁ ଆମେ ପ୍ରାର୍ଥନା କରିଅଛୁ ବୋଲି ଆମେ ନିଜକୁ ପ୍ରଶ୍ନ କରିବା ଦରକାର। ଆଉ ବାକ୍ୟରେ କୁହେ, ଆଉ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୋଟିଏ ଲେଶ ମାତ୍ର ପାପ ନଥିଲା, କିନ୍ତୁ ସେ ଆମ ପାଇଁ ସେ କଣ କରିଛନ୍ତି, ନିଜ ଜୀବନକୁ ଦେଲେ ଆମକୁ ପାପରୁ ଉଦ୍ଧାର କରିବା ପାଇଁ। ଆଜି ଯେତେବେଳେ ପ୍ରଭୁଙ୍କୁ ପାଇଅଛୁ ଆମେ, ଆଉ ଯୀଶୁ ଆମକୁ ସୁନ୍ଦର ବାକ୍ୟ ମାନେ ପାଇପାରୁଥିବା ଯେ ଆପଣ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା। ଆଉ ଏଇ ସେ ମହାନ ବାକ୍ୟ ଆଜି ମାନଙ୍କୁ କୁହେ, ତୁମେ ଶତ୍ରୁ ମାନଙ୍କ ପାଇଁ ପ୍ରେମ କର, ଯେଉଁ ତୁମମାନଙ୍କ ବିଷୟରେ କଥା ହେଉଛନ୍ତି ସେମାନଙ୍କୁ ତୁମେ କ୍ଷମା କର। ଆଉ ପ୍ରଭୁ ଯୀଶୁ ଯେଉଁ କ୍ଷମା ଆମକୁ ଶିଖାଇ ଅଛନ୍ତି, ଆଉ ସେ ଯେଉଁ ବାକ୍ୟ ଆଜି ଆମକୁ ଦେଇଅଛନ୍ତି, ଆଉ ସେ ବାକ୍ୟରେ ଆଜି ଆମେ ନିଜକୁ ପ୍ରଶ୍ନ କରିବା, ଆଉ ନିଜର ଆମ ଅନ୍ତର ଆମେ ପଚାରିବା, ଆଉ ଯଦି ଆମେ ଯୀଶୁକୁ ପାଇଅଛୁ, ଆଜି ଆମେ କେତେ ଜଣଙ୍କୁ କ୍ଷମା କରିଅଛୁ। ପ୍ରଭୁ ଯୀଶୁ ଆମମାନଙ୍କୁ କ୍ଷମା ଦେଇଅଛନ୍ତି, ଆମେ କେତେବେଳେ ଜାଣିବା, ଯେତେବେଳେ ଆମେ ଅନ୍ୟମାନଙ୍କୁ କ୍ଷମା କରିବା, ଅନ୍ୟମାନଙ୍କୁ ପ୍ରେମ କରିବା, ଆଉ ଅନ୍ୟମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା। ମୋର ପ୍ରିୟ ବାପା ଭାଇ ଭଉଣୀ ମାନେ, ଆଜି ଆମଙ୍କ ଜୀବନରେ ଆମେ ସମସ୍ତେ ଏହି ସମୟରେ ଅଳ୍ପ ହେଲେ ମଧ୍ୟ ଆଉ ଆଜି ଆମେ ନିଜକୁ ପ୍ରଶ୍ନ କରିବା, ଆଉ ପ୍ରଭୁ ମୁଁ ଆଜି ତୁମ ଚରିତ୍ରରେ ବସିଅଛି, ତୁମେ ଯେଉଁ ମହାନ ବାକ୍ୟ ଦେଲ, ଆଉ ଯେଉଁ ବିଷୟ ଆମକୁ କ୍ଷମାର ବିଷୟ ତୁମମାନଙ୍କୁ ଶିଖେଇଲ, ଆଉ ଜଗତ ମଧ୍ୟରେ ଆଉ ଆମେ ଯାହା ବି ପାପ ଧର୍ମ ଯାହା ବି କରିଛୁ ପ୍ରଭୁ ତୁମଠାରେ କ୍ଷମା ମାଗୁଛୁ। ତା ସହିତ ପ୍ରଭୁ ଆଜି ଆମେ ଯେଉଁମାନଙ୍କୁ କ୍ଷମା କରିନାହୁଁ, ଆମେ ତାଙ୍କ ପାଇଁ ପ୍ରାର୍ଥନା କରିବା। ମଣ୍ଡଳୀରେ ସମସ୍ତ କଣ କଣ ବିଷୟ ପାଇଁ ଆମେ ଯଦି କୌଣସି ବିଷୟ ପାଇଁ ଆମମାନଙ୍କ ମନରେ ପ୍ରଶ୍ନ ଅଛି, ଆମେ ଅନ୍ୟମାନଙ୍କୁ ଆଉ ଅନ୍ୟ ଦୃଷ୍ଟିରେ ଦେଖିଅଛୁ, ସବୁ ବିଷୟ ପାଇଁ ଆମେ ମନେ ପକେଇ ପ୍ରାର୍ଥନା କରିବା। ଆଉ ସେ ମହାନ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି, ଆଉ ତୁମେ ମାନେ ଆଉ ସେ ଯୀଶୁ ଆମମାନଙ୍କୁ ମଧ୍ୟ ଆମେ ଯେତେବେଳେ ଯୀଶୁକୁ ଶିଖେଇକି ଆମେ ପ୍ରାର୍ଥନା କରୁ, ଆମେ ଯେପରି ଆପଣ ଅପରାଧମାନଙ୍କୁ କ୍ଷମା କରୁଛୁ, ସେହିପରି ଆମମାନଙ୍କ ପାପକୁ ତୁମେ କ୍ଷମା କର। ଆସନ୍ତୁ ଏହି ସମୟରେ ମୋର ପ୍ରିୟ ବାପା ଭାଇ ଭଉଣୀ ମାନେ ନିଜକୁ ଆମେ ପ୍ରଶ୍ନ କରିବା, ଆମେ ପ୍ରାର୍ଥନା କରିବା। ଏହି ସମୟରେ ଆଉ ଆମଙ୍କ ଜୀବନକୁ ଆମେ ସଜାଡ଼ିବା, ଆମଙ୍କ ଜୀବନ ଏକ ଆଦର୍ଶମୟ ଜୀବନ ହଉ, କ୍ଷମାର ଜୀବନ ହଉ, ନମ୍ରର ଜୀବନ ହଉ, ଆଉ ପ୍ରଭୁଙ୍କ ଆଦର୍ଶରେ ବଢ଼ିବାର ଜୀବନ ହଉ। ଆସନ୍ତୁ ଏହି ସମୟରେ ଆମେ ପ୍ରାର୍ଥନା କରିବା, ଆଉ ନିଜକୁ ଆମେ ପ୍ରଭୁଠାରେ ସମର୍ପଣ କରିବା। ପ୍ରଭୁ ଏହି ଅଳ୍ପ ଶିକ୍ଷାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ। ସମସ୍ତେ ଆମେ ନିଜର ମୁଖ ଖୋଲି ପ୍ରାର୍ଥନା କରିବା, ଗୋଟିଏ ମିନିଟ୍ ପ୍ରାର୍ଥନା କରିବା।
पवित्र मंगलमय प्रिय जीशु बापा तुमको धन्यवाद देउछु परमेश्वर प्रभु पवित्र प्रिय जीशु बापा इस समय प्रभु जो सुंदर वाक्य मान तुम देना परमेश्वर प्रभु এই জগত মধ্যে প্রভু যে সুন্দর বাক্য মান তুমি কহিছো প্রভু তোমারি সন্তান সন্তানি প্রিয় বাবা ভাই ভাই মান প্রভু মতে প্রভু যে বাক্য যেমন শিখিলে প্রভু ঈশ্বর পিতা তা প্রভু আমার জীবনের প্রভু আমি हुएत प्रभु अन्यमानको क्षमा गरिनथ्यौ पिता परमेश्वर प्रभु अन्यमानका प्रेम गरिनथ्यौ पिता परमेश्वर प्रभु आमाने अन्यमानको प्रभु तुम्हारी से आदर्श में छाडिनथ्यौ पिता परमेश्वर प्रभु এই সময় প্রভু প্রার্থনা করছো পিতা আমন্ত কোন সূচি করো প্রভু আমানকে প্রভু ক্ষমার জীবন দিও প্রভু আমানকে তোমারি আদর্শের বড়ি ভার জীবন দিও প্রভু আমানে প্রভু আমানকে প্রেমরে বড়ি ভার জীবন দিও প্রভু পবিত্র প্রিয় যিশু প্রভু এই মণ্ডলী প্রভু এক আদর্শময় মণ্ডলী যেমতি হেই পারিও পিতা परमेश्वर प्रभु ए मंडली को आसुवा समस्त प्रभु ब्रह्मा भाई भणी माने आ छोट पिला माने प्रभु तुम्हारे से प्रेम क्षमा रे जेमति प्रभु आमे प्रभु बड़ी पारियो प्रभु आ अन्य मान को दृष्टि के उदाहरण होई पारियो राजा तुम को आज दिन को मन को तुम्हारी बात करे सजाओ पिता पवित्र पिता तेरा समस्त को तुम्हारे समर्पण करी प्रार्थना सुनिश्चित धन्यवाद दे मोर त्राणकर्ता प्रिय यीशु को नाम रे मांगो पिता आमेन।